ଆକାଶରୁ ପଙ୍କ ଓ ମାଂସ ବର୍ଷା ହେବ, ମହି ଦୁଇ ଫାଳ ହୋଇଯିବ। ମାଳିକାରେ ମହାପୁରୁଷ କହିଲେ, ପଙ୍କ ବରସିବ ହୋଇ ଗୁପ୍ତରେ ସଂଗ୍ରାମ ହେବ ହରିହରପୁର ଲିଆଖିଆଠାରେ। ମହାପୁରୁଷ ଅଚ୍ୟୁତ କହିଲେ, ରାମଚନ୍ଦ୍ରରେ ଲାଗିବ ଭେଳକା, ହୋଇବେ ଜଳକା। ଏହାର ଅର୍ଥ କଳିରେ ଯେଉଁ ଲୀଳା ରଚିବ ତାକୁ ସାଧାରଣ ଲୋକେ ଦେଖିପାରିବେ ନାହିଁ। ଆଖି ଥାଉ ଥାଉ ସେହି ପାପୀ ମଣିଷ ଜଳକା ହୋଇଯିବ। ମହାପୁରୁଷ କହିଲେ, ବଡ଼ ଦେଉଳରେ ରତ୍ନ ଚାନ୍ଦୁଆରେ ସେବେଳେ ନିଆଁ ଲାଗିବ। ଅଗ୍ନି ସଂଯୋଗ ତ ହୋଇସାରିଲାଣି ବଡ଼ ଦେଉଳର ରତ୍ନ ଚାନ୍ଦୁଆରେ। ଆହୁରି କହିଲେ, କଟକ ସହର ଦାନ୍ତୁଆଣୀଠାରେ ଗୁପ୍ତ ମରୁଣି ହେବ। ଦାନ୍ତୁଆଣୀ କହିଲେ କଟକର ଆରମ୍ଭ। ସେହି କଟକରେ ଗୁପ୍ତରେ ମାରୁଣି ହେବ। କେତେଗୁଡ଼ିଏ ସ୍ଥାନକୁ ମହାପୁରୁଷ ଚିହ୍ନ ଦେଇଛନ୍ତି। ଯେଉଁ ସମୟରେ ମହାପୁରୁଷ ଅଚ୍ୟୁତଙ୍କର ସମାଧି ପାରାଦୀପଠାରେ ପୂଜା ପାଇବ, ଏହି କଥା ମହାପୁରୁଷ ସଦର ଜମା ଚକଡା ମଡ଼ାଣରେ କହିଲେ। ଆଗକୁ ଏହି ଘଟଣା ଘଟିବ। ଆହୁରି କହୁଛନ୍ତି, ପୃଥିବୀ ଦୋଷିବ ରଙ୍ଗିବା ଆକାର, ମଣିଷ ଉଠିବେ ଚେଇଁ, ଜାଣିବୁ ବାବୁ ହୋଇଲା ସଂହାର। ଅଚ୍ୟୁତ ରାମଦାସଙ୍କୁ କହୁଛନ୍ତି, ଆକାଶ ଯେତେବେଳେ ରଙ୍ଗିମା ଦେଖାଦେବ ସେତେବେଳେ ଜାଣିବ କିଛି ମ୍ଲେଚ୍ଛ ସଂହାର ଲୀଳା ହେଉଛି ବୋଲି। ଏହି ସବୁ ଆମେ କହୁନାହୁଁ ଆଜ୍ଞା, ମହାପୁରୁଷ କହିଛନ୍ତି ମାଳିକାରେ। ଏହି କଥାକୁ ସଦର ଜମା ଚକଡା ମଡ଼ାଣ ଗ୍ରନ୍ଥରେ ଅଚ୍ୟୁତ କହିଛନ୍ତି। ମାଳିକା ଦର୍ଶକ ବନ୍ଧୁ କେବେ ମିଛ ନୁହେଁ କି ମହାପୁରୁଷଙ୍କ କଥା କେବେ ମିଛ ନୁହେଁ। ନାନା କଷଣ ପ୍ରଭୁ ଦେବେ କଳି ଯୁଗରେ, ତଥାପି ଲୋକେ ଚେତିବେ ନାହିଁ। କଳି ଯୁଗରେ ଲୋକ ଲକ୍ଷ୍ୟ ଅରଜିଲେ ପକ୍ଷ ଗୁଡ଼ାଇବ ନାହିଁ। ସଂସାରରେ ଦୟା ଧର୍ମ ରହିବ ନାହିଁ କଳି ଯୁଗରେ। କଳି ଯୁଗରେ ଧର୍ମର ପ୍ରକୃତ ସ୍ୱରୂପ କଣ କେହି ନ ଜାଣି ନିଜକୁ ଜ୍ଞାନୀ ଭାବିବେ। ଆକାଶରେ ଉତ୍ତର ଦିଗରୁ ହେମାଳ ବୋହିବ, ମାଂସ ଝଡ଼ି ପଡୁଥିବ। ଏହାର ଅର୍ଥ ଅନେକ କ୍ଷୟକ୍ଷତି ହେବ କଳି ଯୁଗରେ।